ମରଣଜନ୍ତା ରାସ୍ତାରେ ହନ୍ତସନ୍ତ ହେଉଛନ୍ତି କୁମୁଳାବାହାଳି ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ଗ୍ରାମ ପଞ୍ଚାୟତର କୁମୁଳାବାହାଳି ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମ। ବଣ ଜଙ୍ଗଲର ଶାନ୍ତ ପରିବେଶରେ ରହିଥିବା ଏହି ଗ୍ରାମର ପ୍ରତ୍ୟେକ ମଣିଷ ଶାନ୍ତ ଏବଂ ସରଳ। ସେହି ଶାନ୍ତ ସରଳର ସୁଯୋଗ ଦେଖି ପ୍ରଶାସନ କୁମୁଳାବାହାଳି ଗ୍ରାମକୁ ଅଣଦେଖା କରିଛି। ଗ୍ରାମକୁ ଦେଖିଲେ ସତେ ଯେମିତି ଲାଗେ ଏହି ଗ୍ରାମ ରୈଖିକ ମାନଚିତ୍ରରେ ସ୍ଥାନ ପାଇନାହିଁ। ସ୍ୱାଧୀନତାର ଦୀର୍ଘ ବର୍ଷ ଅତିବାହିତ ହୋଇଯାଇଛି। ପ୍ରତି ଗ୍ରାମକୁ ପକ୍କା ସଡ଼କ କରାଯିବା ପାଇଁ ସରକାର ଡିଣ୍ଡିମ ପିଟୁଛି। କିନ୍ତୁ ଦୁଃଖର ବିଷୟ ଯେ କୁମୁଳାବାହାଳି ପଲାଣଘାଟି ଗ୍ରାମ ପଞ୍ଚାୟତର ଏକ ମୁଖ୍ୟ ଗ୍ରାମ ହୋଇଥିଲେ ମଧ୍ୟ ଆଜି ଯାଏ ଏହି ଗ୍ରାମକୁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ। ଗ୍ରାମବାସୀ ଅଭିଯୋଗ ପରେ ଅଭିଯୋଗ କରି ଚାଲିଛନ୍ତି। ପ୍ରଶାସନ କିନ୍ତୁ ଚିରନିଦ୍ରାରେ ଶୋଇ ଏହି ଗ୍ରାମକୁ ଜାଣି ଜାଣି ଅବହେଳା କରିଦେଇଛି, ଯାହାଫଳରେ ଗ୍ରାମବାସୀ ଏବେ ନିରାଶ ହୋଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଖରାଦିନେ ଦୁଃଖ କଷ୍ଟରେ ଚଳିଯାଆନ୍ତି ଗ୍ରାମବାସୀ, କିନ୍ତୁ ବର୍ଷା ଦିନ ଆସିଲେ ଆଖିରୁ ନିଦ ହଜି ଯାଇଥାଏ ସମସ୍ତଙ୍କର। କେବଳ ମଣିଷ କାହିଁକି, ଗାଈ ବଳଦ ମଧ୍ୟ ବର୍ଷା ଦିନେ ସେହି ରାସ୍ତାରେ ଯିବା ପାଇଁ ଭୟ କରିଥାନ୍ତି। ରୋଗୀଙ୍କ ବିଷୟରେ ନ କହିବା ଭଲ। ବର୍ଷା ଦିନେ ଗ୍ରାମରେ କିଏ ରୋଗରେ ପଡ଼ିଲେ ଆମ୍ବୁଲାନ୍ସ ତ ଦୂରର କଥା, ଅଟୋଟିଏ ବି ଆସିବାକୁ ମନା କରିଦେଇଥାଏ, ଯାହାଫଳରେ କିଏ ରୋଗରେ ପଡ଼ିଲେ ନାହିଁ ନଥିବା ଅସୁବିଧା ଭୋଗ କରନ୍ତି ଗ୍ରାମବାସୀ। ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହେଲେଣି ଗ୍ରାମବାସୀ। କେବଳ ପ୍ରତିଶ୍ରୁତି ବ୍ୟତୀତ ଆଉ କୌଣସି ସୁଫଳ ମିଳିପାରୁନାହିଁ। ସମସ୍ତେ ନିରାଶ ହୋଇ ଅନୁଭବ କରୁଛନ୍ତି ଏହା ବୋଧେ କୁମୁଳାବାହାଳି ଗ୍ରାମ ପାଇଁ ଏକ ଅଭିଶାପ। ଯମଦ୍ୱାରକୁ ଗଲା ଭଳି ମାଟି କାଦୁଅର ରାସ୍ତାରେ ଘାଣ୍ଟି ହୋଇ ଗ୍ରାମବାସୀ ନିଜ ଜୀବନ ଜଞ୍ଜାଳକୁ କେମିତି ଯେ କାଟୁଛନ୍ତି ତାହା ଏ ରାସ୍ତାକୁ ଦେଖିଲା ପରେ ହିଁ ଜାଣିପାରିବେ। ତଥାପି ଆଶା ବାନ୍ଧି ରହିଛନ୍ତି କେବେ ଏ ଗାଁକୁ ଆସିବ ଭଲ ରାସ୍ତାଟିଏ। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।